ମୋ ନାଁ ଶ୍ରୀଧର ନୀଳାଚଳ ଖଣ୍ଡାୟତ କ୍ଷେତ୍ର ମହାଶୟ ସିଂହସ୍ଥାନ ନଗର 56 ପୁରୀ ଜିଲ୍ଲା ସଭାପତି। ଆସନ୍ତାକାଲି ଯୋଉ ଗହ୍ମାପୂର୍ଣ୍ଣିମା ଅଛି, ରାକ୍ଷୀ ପୂର୍ଣ୍ଣିମା ସହିତ ମହାପ୍ରଭୁଙ୍କର ବଳଭଦ୍ରଙ୍କ ଜନ୍ମ ପାଳନ କରାଯିବ, କଣ କରିବ? କାଲି ତ ପ୍ରଭୁ ବଳଭଦ୍ରଙ୍କ ଆଜି ତ କେତେ ଲୋକ ପାଳିତ କରୁଛନ୍ତି, କାଲି କିନ୍ତୁ ଜଗନ୍ନାଥ ମନ୍ଦିରରେ ପାଳିତ ଆସନ୍ତାକାଲି। ତାପରେ ସବୁ ଘର ମାନକେ ସବୁ ଏଣ୍ଡୁରି ପିଠା ହୁଏ, ବୁଝିପାରିଲେ। ଆଉ ଗହ୍ମାପୂର୍ଣ୍ଣିମା ରାକ୍ଷୀ ଆଜିଠୁ ବି ବ୍ରାହ୍ମଣ ମାନେ ହେଇଛି ଭାଇନା ମାନେ ବାନ୍ଧିଲେଣି, କିଛି ଲୋକ କାଲି ବି ବାନ୍ଧିବେ। ଦେଶ ସୁବିଧା ଏତିକି ଜଣାବି ସେ ଭଉଣୀ ମାନଙ୍କୁ ଜଣାଉଛି ଆଜିକି ରାକ୍ଷୀ ପୂର୍ଣ୍ଣିମା ବି ଶୁଭେଚ୍ଛା, ସେମାନଙ୍କୁ ଅଭିନନ୍ଦନ ନମସ୍କାର। ସଦାବେଳେ ଏଇ ବର୍ଷ ଭଳି ଆସନ୍ତା ବର୍ଷ ବି ଶୁଭରେ ହଉ, ସମସ୍ତଙ୍କ ମନ ଭଲରେ ସବୁ ପରିବାର ସମସ୍ତଙ୍କର ସୁଖରେ ରହୁ, ଏଇ ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆଉ ଆମ ଚାଷୀ ମାନଙ୍କ ଅଛି ସେ ବଳଭଦ୍ର ପୂଜା ହେଇଛି, ବଳଭଦ୍ର ଗହ୍ମାପୂର୍ଣ୍ଣିମା ବୁଝିଲେ ନା କିଏ ଯିଏ ମା ଅଛନ୍ତି ଆମ ଗୋମାତା ଅଛନ୍ତି ହେଇଛି ତାକୁ ସବୁ ରାକ୍ଷୀ ପିନ୍ଧେଇକି ତାକୁ ପୂଜା ପାଠ କରି ତାଙ୍କୁ ପିଠାପଣା ଖାଇବାକୁ ଦିଅନ୍ତି। ସେ ନଡ଼ିଆ ଲଡୁଟା ଆଗରୁ ଅଛି, ପୂର୍ବେ ବି ଥିଲା, ସଦରେ ବି ଅଛି। ନଡ଼ିଆ ଲଡୁ ଏଇଟା ତ ପରମ୍ପରା ଅଛି।